ମୁଁ ଆଜି ଆମ ଘରକୁ ଯିବାକୁ ବାହାରିଲା ଆସିକି ମୋ ପୁଅ ଆସି ପହଞ୍ଚିଗଲା। ପୁଅ କହିଲା ମାମା କୁଆଡ଼େ ବାହାରୁଛୁ? ମୁଁ କହିଲି ଯିବି ମାମୁଁ ଘରକୁ, ଚାଲେ ଯିବା। ନା ତାହେଲେ ତୁ ଯଦି ଯିବୁ ସେଇ ଶାଢ଼ୀଟା ପିନ୍ଧିବି। ମୁଁ କହିଲି ଆରେ କୋଉ ଶାଢ଼ୀଟା? ନା ସେଇଟା। ତୁ କହିଲୁ ଆମ ଜାତୀୟ ପକ୍ଷୀ କ'ଣ? ମୁଁ କହିଲି ଆମ ଜାତୀୟ ପକ୍ଷୀ ତ ହେଲା ମୟୂର। ନା ତାହେଲେ ତୁ ସେଇ ମୟୂର ଶାଢ଼ୀଟା ପିନ୍ଧି। ସେଇ ମୟୂର ଶାଢ଼ୀଟା ମୋ ପୁଅର ବହୁତ ଫେଭରାଇଟ୍। ଆଉ ମୁଁ ବି ତା କଥା ମାନିକି ସେଇ ମୟୂର ଶାଢ଼ୀଟା ପିନ୍ଧିକି ମୁଁ ଏବେ ବାହାରି ଗଲି ଆମ ମାନେ ମୋ ବାପଘର ଗାଁକୁ। ଆଉ ସେଠି ଆମର ମୋ ଭାଇ ତାଙ୍କ ଶ୍ୱଶୁର ସିଏ ତ ଚାଲି ଯାଇଛନ୍ତି, ତାଙ୍କର ଆଜି 11 କାମ। ତ ତାଙ୍କ 11 କାମକୁ ଆମେ ଏବେ ବାପ ଛୁଆ ମୁଁ 3 ଜଣ ଯାକ ଆମେ ବାହାରିଲୁ ଯିବା ପାଇଁ। ଆଉ ଆସିକି ଆମ କେନାଲ ରୋଡ଼ରେ ହେଲୁ କି। ଆଉ ସେ କେନାଲ ରୋଡ଼ରେ କାଶତଣ୍ଡି ଫୁଲ ଦେଖିକି ଟିକେ ମୁଁ ଭିଡ଼ିଓ କରିଦେଉଛି। କାଶତଣ୍ଡି ଫୁଲ ତ ଏବେ ସବୁ ଝାଉଁଳି ଗଲାଣି। ଆଉ ଏଇ ସାମ୍ନାରେ ବହୁତ କାଶତଣ୍ଡି ସୁନ୍ଦର, ବହୁତ ସୁନ୍ଦର ଲାଗେ। ଆଉ ବାଟରେ ଯାଉ ଯାଉ ତା ମାମୁଁ ଘରକୁ ନେଇକି ଯାଉଥିଲୁ ସେଉ। ସେ ବାପ ପୁଅଙ୍କୁ ଭୋକ ହେଲା ଯେ ସେ ସେଉ ଧରିକି ଚୋବେଇ ପକାଉଛନ୍ତି 2 ଜଣ ଯାକ। ତାପରେ ଟିକେ ସମୟ ଗଲା ପରେ ଆଉ ପୁଅର ଚପଲ ନଥିଲା, ଡେଲି ଚପଲ ତ ଏଠି ଦେଖିଦେଲୁ ଚପଲ ଅଛି ତ ଗାଡ଼ି ଫେରେଇକି ଆଣିକି ତାର ଚପଲ ଦେଖିଦେଲୁ। ତ ଚପଲ କିଛି ମନକୁ ଆସିଲାନି ତ ନେଲୁନି। ସିଧା ଯାଇକି ଆମ ଘରେ ପହଞ୍ଚିଗଲା। ଘରେ ପହଞ୍ଚିଲାରୁ ବୋଉ ତ ମୋର ଅନେଇକି ବସିଥିଲା। ତ ଥଣ୍ଡା ଆଣିକି ଆମକୁ ଦେଇଦେଲା, ତା ବାବାକୁ ମୋତେ ଆଉ ପୁଅକୁ 3 ଜଣ ଯାକ ଥଣ୍ଡା ପିଇ ଏବେ ବାହାରି ଗଲୁ ଆମେ ଟିକେ ମାନେ ବଜାରକୁ। ଆମେ ତାଙ୍କର କ'ଣ କିଣାକିଣି କରିବାର ଥିଲା ତ ଭାଉଜ କହିଲେ ଚାଲ ଟିକେ ବଜାରକୁ। ଆଉ ମୋ ଭାଉଜ ମୁଁ ଆମେ 3 ଜଣ ଯାକ ସାଙ୍ଗ ହେଇକି ତାଙ୍କ ସାଙ୍ଗରେ ଗଲୁ ଭାରି ବଜାରକୁ। ତାପରେ ଆମର ସବୁ କିଣାକିଣି କରିସାରି ଆସିକି ଘରେ ପହଞ୍ଚିଗଲୁ। ଆଉ ଘରେ ପହଞ୍ଚିଗଲୁ କ'ଣ ଆମ ଘରକୁ ତ ଆମେ ଆସିନୁ, ଆମେ ଯିବୁ କୁଣିଆ ଘରକୁ। ତାପରେ କୁଣିଆ ଘରକୁ ଆମେ ବାହାରି ଆସିଲୁ। କୁଣିଆ ଘରକୁ ବାହାରି ଆସିବା ପରେ ଏମିତି ମାନେ ଖବର ଶୁଣିଲୁ ଯେ ଆପଣମାନେ ତ ଦେଖିଥିଲେ ଆମ ଦାଦାଙ୍କର ମାନେ ଏମିତି ସିରିୟସ୍ ଥିଲା ତାଙ୍କ ଦେହ। ଥରେ ମୁଁ ଭିଡ଼ିଓ ଛାଡ଼ିଥିଲି ତ ଆମ ଦାଦା ଚାଲିଗଲେ ବୋଲି ତାଙ୍କ ଘରେ ଆସିକି ପାଦ ଦଉ ଦଉ ଥଣ୍ଡା ଟିକେ ଖାଲି ଧରିଛୁ। ଏମିତି ଶୁଣିକିନା ସେଠୁ ପୁଣି ବାହାରି ଆସିଲୁ। ଆଉ ବାହାରି ଆସିକି ଏବେ ଦେଖିଲା ଆସିକି ଆମ ଦାଦାଙ୍କୁ ନେଇକି ପଳେଇଲେଣି। ଆଉ ବାଟେ ବାଟେ ଆମେ ତାଙ୍କ ପଛେ ପଛେ ଆସିକି ମଶାଣିରେ ମୋ ଦାଦାଙ୍କୁ ଦେଖିଲି। ତାପରେ ତାଙ୍କ ପାଦ ଟିକେ ଆଉଁସି ଦେଇକି ତାଙ୍କୁ ଟିକେ ପ୍ରଣାମ କରି ପୁଅକୁ ବି କହିଲି ପ୍ରଣାମ କର, ତା ବାପା ବି ପ୍ରଣାମ କଲେ। ମାନେ ବହୁତ ଶୀଘ୍ର ଦାଦାଙ୍କୁ ନେଇକି ଆସିଛନ୍ତି ଆହୁରି। ଆଉ 7ଟା ତାଙ୍କ ଡେଥ୍ ହେଲା ଆମେ ଶୁଣିଲୁ। ଏବେ 8:30 ହେଇଛି ଆମେ ଆସିକି ପହଞ୍ଚିଲା ଆସିକି ତାଙ୍କୁ ନେଇକି ପଳେଇ ଆସିଲେଣି। ଯେକୌଣସି କାମ ପଡ଼ୁନା କାହିଁ ବାପ ଘରକୁ ଗଲେ ଗୋଟେ ଖୁସି। ଆଉ ଖୁସିରେ ଯାଉ ଯାଉ ଏମିତି ଦୁଃଖ ଖବର ଶୁଣିକି ପୁଣି ଫେରି ଆସିଲି। ଆଉ କେତେ ଆଶା କରିଥିଲି ଦିନଟେ ରହିଯିବି ବୋଲି, କିନ୍ତୁ ରହିପାରିଲିନି। ସମୟ 10:30 ହେଇଗଲାଣି। ଏବେ ସମସ୍ତେ ଆମେ ବାହାରିଲୁ ପୋଖରୀକି ଯିବା ପାଇଁ।